ପୁଣି ସେ ଗୀତର ଦେଖିବା ତୃତୀୟ ଭାବ। ଯୌବନ ସମୟ ଆସି ହୋଇଗଲା, ପିତାମାତା ବିଭା ଦେଲେ, ସଂସାରରେ ଯାହା ହେଉଅଛି ଭାଇ ସେଇଆ ସେମାନେ କଲେ। ନୂଆ ଶୁଆଟିଏ ଘରକୁ ଆଣିଲେ, ବୋଲ ସେହୁ ନ ମାନଇ, କିଛି ଦିନ ପରେ ଆସ୍ତେ ଆସ୍ତେ ସେହି ସବୁ କଥା ମାନୁଥାଇ। ଯୌବନ ସମୟ ହେଇଗଲା, ବାପା ମା' ବୋଉଟିଏ ପୁଅକୁ ଯୋଗାଇ ଦେଲେ, ମୋ ପୁଅ ବାହା ହେବ, ଠିକ୍ କଥା ଯୋଗାଇ ଦେଲେ। ସଂସାର ଯାହା ସେ କଲେ, ତାଙ୍କର କ'ଣ ଦୋଷ ଅଛି, ସେ କରିଦେଲେ। ଯେ ଯାହା ସଂସାରରେ ଅଛି ସେ ସେଇଆ କଲେ। ଆମେ ଗୋଟେ ନୂଆ ଶୁଆଟେ ଯେତେବେଳେ ଘରକୁ ଆଣିବା, ସେ ସାଙ୍ଗେ ସାଙ୍ଗେ ବୋଲ ମାନିବ କି? 6 ମାସ ଲାଗିବ। ସେମିତି ଆମର ନୂଆ ବୋହୂଟିଏ ଘରକୁ ଆସିଲା କି ଆମେ ବିବାହର ସ୍ତ୍ରୀଟେ ଆସିଲା, ଆମେ ସବୁ ସ୍ତ୍ରୀ ଦୋଷ ଦେଇଦେବା, ଆମର କିଛି ଦୋଷ ନାହିଁ, ଆମେ ସଫା। ନାଇଁ ଭୁଲ କଥା, ବହୁତ ଅଛି ଜିନିଷ। ଶୁଆଟିକି ଯେମିତି ଆମେ ଆସ୍ତେ ଆସ୍ତେ ବୋଲ ମନାଉଛେ, ସେମିତି ଆମେ ଯଦି ତାକୁ ଉପଯୁକ୍ତ ପାଳିବା, ସେ ବି ଆମର ହେଇକି ରହିବ, ସେ ବି କଥା ମାନିବ। କିଏ ବୁଝିବାର ଅଛି ଏ କଥା, କାହା ମୁଣ୍ଡରେ ପଡ଼ୁଛି? ଯାହା ହେଉଛି ହେଉଛି, ଯାହା ନ ହେଉଛି ନାହିଁ, ସେଟା ଠିକ୍ ନୁହଁ। ଆମେ ଚେଷ୍ଟା କରିବା ଗୋଟେ ବୁଝାମଣା ଜିନିଷ ଉପରେ ଯିବା ପାଇଁ ଚେଷ୍ଟା କରିବା। ସେଟା ଆମେ କିଏ ସ୍ତ୍ରୀକି ମାରିଦେଉଛି, କିଏ ହାଣିକିରି ଫୋପାଡ଼ି ଦେଉଛି, କେଉଁଠି କ'ଣ ଅକର୍ମ ଚାଲିଛି, ଫଳ ପାଇଲା ଆସିକୁ ଯେତେବେଳେ ଏଇନି ଅକର୍ମ ଆମେ କରିଦେଉଛୁ, ଯେତେବେଳେ ଆମ ସମୟ ଯିବ ଫଳ ଭୋଗିବା, ଭାଗ୍ୟରେ ଥିଲା, ଆମେ କିଛି କରିନୁ, ଭାଗ୍ୟରେ ଥିଲା, ଏ ଠିକ୍ ନୁହଁ। ଏ ଦେଖିବା ପରବର୍ତ୍ତୀ ଗୀତ।